आज ମୁଁ ପ୍ରସ୍ତୁତ କରିବାକୁ ଯାଉଛି ଏକ ଓଡ଼ିଶା ପ୍ରସିଦ୍ଧ ଆମର ଛେନାପୋଡ଼। ଏଥିରେ ମୁଁ 2 ପ୍ୟାକେଟ୍ କ୍ଷୀର ନେଇଗଲି। ଆପଣ ଯଦି ଅଧିକ କରିବାକୁ ଚାହୁଁଥିବେ ତେବେ ଅଧିକ କ୍ଷୀର ନେବେ। ତାକୁ ଟିକେ ହାଇ ଫ୍ଲେମ୍ରେ ମୁଁ ବସାଇ ଦେଇଛି। ହାଇ ଫ୍ଲେମ୍ରେ ବସାଇ ସାରିଲା ପରେ ଥରେ ଗୋଟେ ଫୁଟା ଆସିଲା ପରେ ଗ୍ୟାସ୍ଟାକୁ ବନ୍ଦ କରିକି ଲେମ୍ବୁ ପାଣି ଦେଇକିନା ତାକୁ ମୁଁ ଭଲ ଭାବରେ ଗୋଳଉଛି ଯେମିତିକି ଛେନାଟା ଫାଟିଯିବ। ଆଉ ଗ୍ୟାସ୍ଟା ଅଧିକ ସମୟ ରଖିକିନା ଛେନା ଫଟେଇବେନି, ନହେଲେ ଛେନାଟା ବହୁତ ଟାଣ ହେବ। ଆଉ ଯେ ଆପଣ ଭିନେଗାର ବି ନେଇପାରିବେ, ଲେମ୍ବୁ ବି ନେଇପାରିବେ। ମୁଁ ଏଥିରେ ଲେମ୍ବୁ ନେଇଛି, ଗୋଟିଏ 1.5ଟି ୟୁଜ୍ ହେଇଥିଲା ଏବଂ ସେଥିରେ ମୁଁ ଟିକେ ପାଣି ମଧ୍ୟ ଆଡ଼୍ କରିଥିଲି। ତାପରେ ପଛରେ ଆଉ ଟିକେ ବଳକା ଲେମ୍ବୁ ରଖିଥିଲି, ତାକୁ ମଧ୍ୟ ଢାଳିଲି। ଏବେ ଦେଖନ୍ତୁ ମୁଁ ଗ୍ୟାସ୍ ବନ୍ଦ କରିକି ରଖିଛି। ଧୀରେ ଧୀରେ ଏମିତି ଚାରିପଟକୁ ଚଲେଇବେ ଯେମିତି ଛେନାଟା ପାଣିରୁ ଅଲଗା ହୋଇଯିବ, କ୍ଷୀରରୁ ଅଲଗା ହୋଇଯିବ। ଏବେ ଆମ ଛେନା ଆଉ କ୍ଷୀର ପାଣି ଅଲଗା ହେଇଗଲାଣି। ଆଜିକାଲି ତ ଦେଖୁଥିବେ କେତେ ଡୁପ୍ଲିକେଟ୍ କ୍ଷୀର ଦେଉଛନ୍ତି। ମୁଁ ଏବେ ଛେନାକୁ ଛାଣିଦେଲି ଭଲ ଭାବରେ। ଆଉ ୟାକୁ ମାନେ 50% ପାଣି ରଖିବେ ଛେନାରେ, କାରଣ ଯେତେ ଆମେ ଏହାକୁ ଭଲରେ ପାଣିଟା ରଖିବା ସେତେ ଭିତରଟା ଟିକେ ଜୁସି ରହିବ। ଆଉ ଟିକେ ଭଲରେ ଧୋଇ ଦେଉଛି। ଆପଣମାନେ ଏଇ ଚଲାରେ ନେବେନି, କାରଣ ଇଏ ମୋର ଅଧା ଛେନା ଏଥିରେ ଅଟକିଗଲା। ମୁଁ ଭୁଲ ସେଥିରେ ନେଇଯାଇଥିଲି। ଭଲ କି ଧୋଇଦେବେ, ନହେଲେ ଆମ୍ବିଳା ଲାଗିବ ଛେନାପୋଡ଼ଟା, ଖଟା ଲାଗିବ ଲେମ୍ବୁ ଯୋଗୁଁ। ତାପରେ ଟିକେ ତାକୁ ଦରଦରିଆ ଦଳିଦେବେ, ବେଶୀ ଦଳିବେନି, ଦରଦରିଆ ଦଳିଦେବେ। ତାପରେ ୟାକୁ ମୁଁ ଦରଦରିଆ ଦଳିଲା ପରେ ଏଥିରେ ମୁଁ ନେଉଛି 200 ଗ୍ରାମ ପାଖାପାଖି ଚିନି। ମାନେ ଅଳ୍ପ ଚିନି, 200 ଗ୍ରାମ ନୁହେଁ 150 ଗ୍ରାମ ଚିନି ନେବେ। ଆଉ ଟିକେ ନାକୁ ସୁଜି ନେବେ, ବେଶୀ ନେବେନି, କାରଣ ନହେଲେ ସୁଜିର ଟେଷ୍ଟଟା ବେଶୀ ଆସିବ, ଛେନାର ଆସିବନି। ଏଥିରେ ମୁଁ ଦେଖୁଛନ୍ତି କେତେ ଚାମଚରେ ହିସାବ କରିକି ଆପଣଙ୍କୁ ସହଜ ହେବ ବୋଲି ଦେଉଛି। 4ରୁ 5 ଚାମଚ ମୁଁ ଏଥିରେ ମାତ୍ର ସୁଜି ନେଇଛି। ତାପରେ ଏଥିରେ ଆମେ ଚିନି ଆଡ଼୍ କରିବା। ଚିନିଟା ଆପଣଙ୍କ ହିସାବରେ ଆଡ଼୍ କରିବେ। ମୁଁ ତ ବହୁତ କମ୍ ଆଡ଼୍ କଲି, ଆପଣ ଏତେ କମ୍ ବି ଆଡ଼୍ କରିବେନି, ଆଉ ଟିକେ ଅଧିକ ଆଡ଼୍ କରିବେ, ଭଲ ଲାଗିବ। ଆମ ଘରେ ସମସ୍ତେ ଡାଇବେଟିସ୍, ତ ସେଇଥିପାଇଁ ଚିନିଟା ଟିକେ ମୁଁ ଅଧିକ ଆଡ଼୍ କଲିନି। ଟିକେ ନାକୁ ଲୁଣ, ଘିଅ, ବେକିଂ ସୋଡ଼ା ୟୁଜ୍ କରିବେନି, ବେକିଂ ପାଉଡ଼ର ୟୁଜ୍ କରିବେ। ଫ୍ଲଫି ହେବ ଛେନାପୋଡ଼ଟା ଆମର। ଆଉ ବେକିଂ ସୋଡ଼ା ୟୁଜ୍ ଜମା ବି କରିବେନି। ସେଥିରେ ମୁଁ ସେ ଯେଉଁ ବଳକା ଛେନା ପାଣି ରଖିଛି ତାକୁ ଦେଇ ଚକଡ଼ୁଛି। ତାପରେ ଏବେ କଦଳୀ ପତ୍ରରେ ତାକୁ ସେଇତିକିନା, ସେଇଟା ମୁଁ 5 ମିନିଟ୍ ପୂର୍ବରୁ ଗରମ କରି ରଖିଦେଇଥିଲି। ଏବେ ତାକୁ ରଖିଦେବା। ଆପଣ ହିସାବ କରିବେ, ଆଉ ଯେତେ ଛେନା ନେବେ ସେଇ ଅନୁସାରେ ନେବେ। ମୁଁ ଏଠି କାଜୁ ଭୁଲି ଯାଇଥିଲି। କାଜୁଟା ଅପସନାଲ୍, ମୋତେ ଟିକେ ଭଲ ଲାଗେ ତ ଛେନାପୋଡ଼ରେ, ମୁଁ ସେଥିପାଇଁ କାଜୁ ପକାଇ ଦେଇଥିଲି। କାଜୁ କିଛି ପକାଇବା ମ୍ୟାଣ୍ଡାଟୋରି ନୁହେଁ। କାଜୁଟା ଟିକେ ଏବେ ରଖିଦେଲି, କିସମିସ୍ ବି ଟିକେ ପକାଇ ଦେଉଛି। ଆମେ ଏମିତି କିଛି ଏରା ପକାଯାଏନି, ଟିକେ ଘରେ ଥିଲା ତ ଭାବିଲି ପକାଇଦେବି, ଆଉ ଟେଷ୍ଟଟା ଟିକେ ଅଧିକ ବଢ଼ିଯିବ। ଆଉ କେମିତି ହେବ ଦେଖାଯାଉ। ତ ଦେଖୁଥିଲି ହେଇଛି କି ନାହିଁ, ସେ ହେଇନଥିଲା। ସେକେଣ୍ଡ ଟାଇମ୍ ଦେଖିଲି, ଆଉ ଟିକେ ସମୟ 5-10 ମିନିଟ୍ ୱେଟ୍ କରିକି ହେଇଯାଇଥିଲା। ଏବେ ଆମର ହେଇଯାଇଛି ଛେନାପୋଡ଼। ଭଲ ତ ଲାଗୁଥିଲା କହିପାରିବିନି, ମାନେ ମୁଁ ଟିକେ ଅଧିକା କମ୍ ଚିନି ପକାଇଦେଲି, ଚଳିବ ଆଉ ବେଷ୍ଟ।